ଆଜ୍ଞା ଆଜି ଗଣମାଧ୍ୟମ ଡକାଯାଇଛି କ'ଣ ଅଭିଯୋଗ ହେଇଛି? ଅଭିଯୋଗ ହେଉଛି ଯୋଡ଼ିଏ କଥା। ଜୟ ଜଗନ୍ନାଥ। ମିଡ଼ିଆ ଭାଇମାନଙ୍କୁ ଅଶେଷ ଧନ୍ୟବାଦ ଆଜି ଗଣମାଧ୍ୟମକୁ ଯୋଗ ଦେଇଥିବାରୁ। ଆଜି ହାଟ ସଂଘରେ ଯୋଗ ଦେଇଥାଉ ଗଣମାଧ୍ୟମକୁ ଧନ୍ୟବାଦ। ମୋର ବ୍ୟବସାୟୀ ସଂଘର ସମସ୍ତ ମହାସଂଘକୁ ଧରିକି ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ସହ ସମସ୍ତ ସଂଘମାନଙ୍କର ସଭ୍ୟ ବା କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ। ଆଜି ସମସ୍ତେ ଉପସ୍ଥିତ ରହିଛନ୍ତି। ସତ୍ୟ ଜିନିଷ ଉପରେ ଆଧାରିତ। ଏଣୁ ଆପଣମାନେ ହାଟ ଭିତରେ ବୁଲିବେ, ସମସ୍ତ ଯାହା ମୁଁ କହିବି ତାପରେ ଆପଣମାନେ ଭିଜୁଆଲ୍ ନେଇପାରିବେ, ଆଉ ଲୋକମାନଙ୍କ ସାଥିରେ ଆଲୋଚନା କରିପାରିବେ। ପ୍ରଥମ ଜିନିଷ ହେଉଛି ଆମର ଗୋଟେ ହାଟ ସଂଘର ନିଷ୍ପତ୍ତି ନିଆଗଲା, ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘର ନିଷ୍ପତ୍ତି ନିଆଗଲା ଯେ ଆମେ ଗୋଟେ ମିଟିଂ କରିବା। ଏଣୁ ମିଟିଂରେ ପାସ୍ କରାଗଲା କବିରାଜ ସ୍ୱାଇଁକି ସଭାପତିତ୍ୱ କରିବେ, ବ୍ରଜବନ୍ଧୁ ନରେନ୍ଦ୍ରଙ୍କୁ ସମ୍ପାଦକ କଲେ। ଏଣୁ ତାଙ୍କ ସାଥିରେ କିଛି କର୍ମକର୍ତ୍ତା କରିକି 24/1 ନିଷ୍ପତ୍ତି ନେଲେ ଗୋଟେ ବର୍ଷ ପାଇଁ ଏମାନଙ୍କୁ ଦିଆଯିବ। ଯଦି ଏମାନେ ଗୋଟେ ବର୍ଷ ପାଇଁ ସଫଳତା କରିକି ଇଲେକ୍ସନ୍ ଡିକ୍ଲେୟାର କରିବେ। ଏଣୁ ଆମର ନିଷ୍ପତ୍ତି କରାଗଲା ପରେ ମୋତେ ଯେହେତୁ ଡାକିଲେ, ମୁଁ ଯେହେତୁ ଗୋଟେ ବର୍ଷ ପାଇଁକି କହିଲେ, ମୁଁ ଅଧିକା ଦିନ କହିଥିଲେ ମୁଁ ରାଜି ହେଇନଥାନ୍ତି। ଏଣୁ ବର୍ଷକ ଭିତରେ କରିକି ଯଦି ଶୃଙ୍ଖଳିତର ଗୋଟେ ଇଲେକ୍ସନ୍ କରିଦେବ ତାହେଲେ ଆହୁରି ଭଲ। 5-7 ବର୍ଷ ହେଲେ ଇଲେକ୍ସନ୍ ହେଇନି। ମୁଁ କହିଲି ଠିକ୍ ଅଛି, ମୁଁ ଗୋଟାଏ ବର୍ଷ ଚଳେଇବି, କିନ୍ତୁ ତାପରେ ଇଲେକ୍ସନ୍ ଆପଣଙ୍କୁ ଡିକ୍ଲେୟାର କରାଇଦେବି। ଏହାପରେ ସଂଘର କର୍ମକର୍ତ୍ତା ବସିକି ଗୋଟେ ନିଷ୍ପତ୍ତି କରାଗଲା ଯେ ଆମେ ହାଟରେ କିଛି ଉନ୍ନତିମୂଳକ କରିବା। ବର୍ଷକ ପାଇଁ ଯେହେତୁ ଆସିଛେ, ତେଣୁ ପ୍ରଥମ ହେଉଛି ସାଇକେଲ ଷ୍ଟାଣ୍ଡ, ରାସ୍ତା ଉପରେ କରୁଥିବା ସାଇକେଲ ଷ୍ଟାଣ୍ଡ କରିବା। ଦ୍ୱିତୀୟ ହେଉଛି ପରିସ୍ରାଗାର ହାଟ ଭିତରେ କୌଣସି ଜାଗାରେ ନାହିଁ, ଆଉ ସଫାଇ ହେଉନାହିଁ କି ରାସ୍ତାଘାଟକୁ ଜାମ୍ ମାଡ଼ି ବସିଛନ୍ତି। ଏଣୁ ସେଇକୁ ଲୋକମାନଙ୍କୁ ବୁଝେଇ ସୁଝେଇ ଉଚ୍ଛେଦ କରିବା। ଏମିତି ଉଚ୍ଛେଦ ପ୍ରତିକ୍ରିୟା ଚାଲିଲା ପରେ ମୋର ଜଣେ ସହକର୍ମୀ ଜଣେ ହୃଷିକେଶ ଓଝା ଆଉ ତାପସ ଦଳେଇ ମୋତେ ପ୍ରସ୍ତାବ ଦେଲେ ସମ୍ମତିକ କରିବ, ଏ ଗେଟ୍ ମୁହଁରେ 10 ଜଣଙ୍କର କରିବ ନାହିଁ। ତେଣୁ ଦୈନିକ ବ୍ୟବସାୟୀ 387 ଜଣ ଅଛନ୍ତି, ତାଙ୍କ ଭିତରୁ ଏ 10 ଜଣ କରିବନି। ମୁଁ ତାଙ୍କୁ ମନା କଲି, ମୁଁ କହିଲି ସେମିତି କଥା ନୁହେଁ। ନାଇଁ, ସିଏ ପୂର୍ବ ସଭାପତିଙ୍କର ଖାସ୍ ଲୋକ, ସେ ଯେତେବେଳେ ଡାକନ୍ତି ଏ ତାଙ୍କ ଘରକୁ ଯାଆନ୍ତି। ମୁଁ କହିଲି ସେମିତି କିଛି ନାହିଁ, ସମସ୍ତେ ବ୍ୟବସାୟୀମାନଙ୍କର ଖାସ୍ ଲୋକ। ଏଣୁ ବ୍ୟବସାୟୀ ଯେଉଁମାନେ କରୁଛନ୍ତି, ସିଏ ଯିଏ ତ ଶାସନ ଗାଦିକି ଆସିବେ ସେ ସମସ୍ତେ ତାକୁ ମାନିବେ। ସେ ଯେଉଁଠିକି ଡାକିବେ ସେମାନେ ଯିବେ। ଏଣୁ କିଏ କାହାର ଏଭଳି ଖାସ୍ ଲୋକ ହେଇକି ରହିନଥାନ୍ତି କି ରହିବେ ନାହିଁ। ଏଣୁ ସେମାନଙ୍କ ନାଁ ପରେ ତାଙ୍କର ନାଁ ଯେଉଁଦିନ ମୁଁ ଯେଉଁ କରିଦେଲି, ମୋର ସଂଘର କର୍ମଚାରୀକି କହିଲି ଯେ ସେ ନାଁ ଗୁଡ଼ା ସବୁ ପୁରେଇକି ତୁମେ ତାଙ୍କୁ ଆଇଡେଣ୍ଟି କାର୍ଡ଼ କରିବାର କରିଦିଅ, ସିଏ ସେଇଦିନଠୁ ମୋ ଉପରେ ଉତ୍ପକ୍ତ ହୋଇକି ଆଉ କୌଣସି କାମରେ ଯୋଗ ଦେଲେନି କି ମିଟିଂରେ ଆସିଲେନି। ତାପରେ ଆମେ ନିଷ୍ପତ୍ତି କଲୁ ଯେହେତୁ ନ ଆସିଲେ ସେ, ଆମେ ଭାଙ୍ଗିକି ଆମେ ଏମ୍ସି ପଚାରିଲୁ ଆପଣ ତ 2ଟା ପରିସ୍ରାଗାର ଏପର୍ଯ୍ୟନ୍ତ କରିପାରୁନାହାନ୍ତି, ଆଉ ଆମେ 9ଟା ଯାକ ଗେଟ୍ ନିଜ ପଇସାରେ ଆଉ ୟାକୁ କରୁଛୁ, ନିଜ ପଇସାରେ କରୁଛୁ। ତେଣୁ ସିଏ ହଁ ଭଲେ ଯେଉଁଟା ହେବ, କିନ୍ତୁ ନୀତି ନିୟମରେ କରିବେ, କିନ୍ତୁ ଭୁଲ ବାଟକ କିଛି କରିବେ ନାହିଁ। ଆମ ଲୋକ ସେଠି ଯାଇକି ସବୁବେଳେ ଇନକ୍ୱାରି କରିବେ। ତେଣୁ ବିଏମ୍ସିର ଲୋକକୁ ଆମେ ଧରି ବିଏମ୍ସି ସାଥିରେ ରହି ସହମତି ରକ୍ଷା କରି ବା ନିଜ ଭିତରେ କୋଅପରେସନ୍ ରକ୍ଷା କରି ଆମେ କାମ ଆରମ୍ଭ କଲୁ। ଗେଟ୍ ନମ୍ବର 1ରେ ଆରମ୍ଭ କଲୁ। କିଛି ଲୋକ 18 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି, 10 ଲକ୍ଷ ଟଙ୍କା ପାଖାପାଖି ଲୋକ ଦେଇଛନ୍ତି। କେଉଁ କାମ ହେଉ ସେମାନେ ଦେଇଛନ୍ତି, କାହିଁ ନାହିଁ ବୋଲି ମୁଁ କହୁଛି, ଅଲରେଡ଼ି ଦେଇଛନ୍ତି। ତାଙ୍କର କିଛି କାମ ହେଇଛି, ଭଲ କାମ ହେଇଛି, ତେଣୁ ତାଙ୍କର ମନ ଖୁସି ହେଇଛି, ସିଏ ଦେଇଛନ୍ତି। ଏଣୁ 2ୟ ନମ୍ବର ଗେଟ୍ରେ କାମ ହେଇଛି, ଖାଲି ଗେଟ୍ଟା ଭିଡ଼ା ଗେଟ୍ ଲାଗିନି। 3ୟ ନମ୍ବର ହେଇଛି, କିନ୍ତୁ ନାଁ ପଡ଼ିଯାଇଛି 3ୟ ନମ୍ବର ଗେଟ୍। 4ର୍ଥ ନମ୍ବର ଗେଟ୍ ଯେତେବେଳେ ଭଙ୍ଗା ହେଇ କାମ ହେଲା, ସେମାନେ ଗୋଟେ ଆପ୍ଲିକେସନ୍ ଦେଲେ ଯେ ଆମ ନାଁ ଏପର୍ଯ୍ୟନ୍ତ ପୁରଉନାହାନ୍ତି କି ଆମକୁ ମିଳୁନି, ଆମେ କ'ଣ କରିବୁ, ଆମେ 40 ବର୍ଷ ହେଲା ବସିଛୁ। ମୁଁ ସେଠି ଦେଖିଲା ବେଳକୁ 4 ଜଣ ବିଧବା ସ୍ତ୍ରୀ ଲୋକ, ସେମାନେ ବି ଏଠି ଉପସ୍ଥିତ ଅଛନ୍ତି, ଆପଣ ତାଙ୍କ ସହିତ ଯାଇଥିଲେ। ସେଇଠୁ ଆମ ସେକ୍ରେଟାରୀ କହିଲେ ନାଇଁ ବାବୁ, ଆମେ ଆକୁ ଇଏ କରିବାନି, ଆମର ଗୋଟେ ଜାଗା ସେପଟେ ଅଛନ୍ତି। ଆମର ସୁସାବୁ କହିଲେ ସିଏ ଗୋଟେ ଜାଗା ସେପଟେ ଅଛି, ତାକୁ ଆମେ ଜେଣ୍ଟସ୍ ପରିସ୍ରାଗାର କରିଦେବା, ଏଇଟାକୁ ଲେଡ଼ିଜ୍ ପରିସ୍ରାଗାର ଏଠି ଖଣ୍ଡିଏ ମାତ୍ର କରିଦେଉଛୁ 6 ଫୁଟ 6 ଫୁଟ, ଅବଶିଷ୍ଟ ଜାଗା ତାକୁ ବାଣ୍ଟିକି ଦେଇଦେବା। ମୁଁ କହିଲି ବାଣ୍ଟିକି ଦେଇଦେବା ଯେ ଗେଟ୍ ନମ୍ବର 4ରେ ଯେଉଁ ଖର୍ଚ୍ଚ ହେବ କିଏ ଦେବ? ଆମ ପାଖରେ ତ ପଇସା ନାହିଁ, ଆମେ ଖାଲି ସମୁଦ୍ରକୁ ଯାହା ତ ଆଣି ମାଗିଛେ, ଆମେ କିଛି ଦେଉଛେ, ମାଗିକି ଆଣି ଦେଉଛେ। ସେଠୁ ନିଷ୍ପତ୍ତି ହେଲା ସେମାନେ ଖାଲି ଖର୍ଚ୍ଚଟା ବହନ କରିବେ, ଯେତିକି ଗେଟ୍ ଉପରେ ଖର୍ଚ୍ଚ ହେବ, ଆଜବେଷ୍ଟ ପଡ଼ିବ, ବହନ କରିବେ। ଏଣୁ ଆମେ ଲେଡ଼ିଜ୍ ପରିସ୍ରାଗାର ସେଠି କରିଦେଲୁ। ଜେଣ୍ଟସ୍ ପରିସ୍ରାଗାର ଆପଣ ଯିବେ ଦେଖିବେ, 10 ଗୋଟି ପରିସ୍ରାଗାର ମାନେ ଇଏ ହେଇକି ପରିସ୍ରା କଲା ଭଳିଆ ହେଇକି କାମ ଚାଲିଛି, ସବୁ ଚାଲିଛି। ଏଇଆକୁ ନେଇ ଗୋଟେ ବିବାଦ ବାହାର କଲେ ସେମାନେ। ଗେଟ୍ ମାନେ ପରିବା ମାର୍କେଟ କାହାର, ଆଉ ଲକ୍ଷାଧିକ ଟଙ୍କାରେ ଘର ପେଣ୍ଡି ବିକ୍ରି କରାଯାଉଛି। ବିଏମ୍ସି ଜାଣିଶୁଣି ଚୁପ୍, ଆଉ 1 ନମ୍ବର ହାଟର ପରିସ୍ରାଗାରକୁ କରିବା ବାବଦରେ ମାଡ଼ି ବସି ଏଗୁଟା ବାହାର ଦୁଇ ବେଲେ ତୁ ଟିକେ ଏଇଟା ହେଉଛି। ତେଣୁ ଆପଣ ଏଇଠି ଆମେ ଯିବେ ଦେଖିବେ ଯେ 3ୟ ନମ୍ବର 4ର୍ଥ ନମ୍ବର ଗେଟ୍ରେ ଖାଲି ଲେଡ଼ିଜ୍ ପରିସ୍ରାଗାର ରହିଛି, ଜେଣ୍ଟସ୍ ପରିସ୍ରାଗାର ରହିଛି। ଏଇଠୁ 7 ଜଣ ବ୍ୟବସାୟୀ, ଏଠି 10 ଜଣ ବ୍ୟବସାୟୀ ଏବେ ବି ଅଛନ୍ତି, ତାଙ୍କଠୁ ଆପଣ ନେବେ। ଆମେ ତାଙ୍କୁ 5 ଟଙ୍କା ମାଗିଛୁ ନା, ସିଏ ସଂଘକୁ ଯିଏ ଦେଉଛନ୍ତି, ଆଉ ସଂଘର ଯେଉଁ ପଇସା ଆସିକି ଦେଉଛନ୍ତି, ଆପଣ ଭଲ ରକମ ଜାଣିଛନ୍ତି, ଯେଉଁଠି ସଂଘ ସମିତି ଅଛି ସେଠି କିଛି କଲେକ୍ସନ୍ ହୁଏ, ପଇସା ନ ଆସିବ ଯଦି ସଂଘ ସମିତି ଚାଲିବ କେମିତି?
एणु संघ समिति उपरे आमर मेंढामांड को कही आम उपरे गोटे मंदिर तैयारी करूँ तार बाड़ भी तैयारी करूँ से घरटा को बाड़े भांगिकी जेहतु महास माने आम संघर ऑफिस ना ठाकुर आगे ऑफिस होती ऑफिस घर कराहब बोली भड़ारू हटई देचु गोटे आनंद बजार चलता ताकू भी हटई देचु आम किसी पैसा मागि जाचिकी लोक आणुचु आणिकी संघ चलाऊँ एणु मागि जाति आनी ये जदि आपको कम्प्लेन देती आपण टे खाली जाइए आम टुला बाबू बा बज्रगिला मालिक जी अच्छा बरदा सरपंच सहित आलोचना करूँ सी काली जो बाइट देती से बाइट की दबापी जो प्रतिश्रुति देते जो लोक देती आनी आपण सामने 1 नंबर हाट्रे व्यवसायी सहित आलोचना करूँ कविराज स्वाई क्या पाली बिकी मात्र तो 7 मास होता मुझे सभापति 19 वर्ष है मुझे आज्ञा 2005 मसीह मुझे रिजाइन सेक्रेटरी देकी मो व्यवसाय भल मुझे करूँ मत डाकबार मुझे आसी जदि 7 मास भितर मुझे कौटी क्या पाली बिकी जी जो बही मेयर जेहेतु आसी कहले जे नाई जरीगुरा जो पड़ी अबागिया होणु आपंकर जो सुविधा हो आजबेस्ट पकड़ पकातु किंतु जरी बांधतु ना हाट भितर जरी की हद करा बोली आम व्यवसायी मानक समय नहींचु काली पूजा सरला आम से जरी संपूर्ण हाट जाक हटे एणु जदि मु कौटी नहीं ताहले से माने जेहेतु मीडिया भाई मोर जड़े बाहर कर कहूना से कहीं बाहर कला तेणु साथ आलोचना करूँ ना जदि सत्यता ना तो से भिजुआल को बंद करूँ बिना प्रमाण कौन न्यूज अच्छी प्रमाण साथ आलोचना करूँ मु आगू को बढ़िया को चाहूना एणु ना काली सका धर मुझे आत्महरा हो मो ना एभलिया संगीनी से कहते एठी खाली ना मो गाँव भी कहते मो गाँ आप सुना कौन मो बालीजात्रा को रिपीट करने को चाहूँगी मो बालीजात्रा जो एकम्बर बालीजात्रा को नष्ट करदेवा पैकी गोटे चक्रव्यूह तैयारी कर ना कि ना आउ अजथा आमर पूर्वतन सभापति नाटा को नौकरी आज सका 2 जन वकिल भी मत फोन कले अरे एक कौन गया कर मुझे ना ये मैंने गया नाटा को मिछे जानी सी बाबू जदि आप चाहिए बज्रकलार रिपोर्ट देखईदेवी गयाधर स्वाई आउ महामाया स्वाई आउ अशोक पंडा ना केते खराब व्यवहार से करते यही तापस दल ओझा एणु सी धरिकी करते मुझे बारंबार मना कर जिन कर ना आम व्यवसाय करने आई एणु जदि सी ना नहीं मो कहते कविराज स्वाई ना गयाधर स्वाई असुविधा यही 7-11 जन को उठा 10 जन को ये 10 जन को सी चाहते गया आम खास लोक उठे दिखाँ जेहेतु संघर सभापति खास लोक किए जी सभापति रही तार समस्त सह खास लोक मोर कौन खास लोक आज्ञा गया मोर कौन खास लोक आपण मैंने जाके हाट में पचारे मोटी कौन अच्छी मुझे नहीं थे ये करते मुझे उन्नति माला कम कर मत मात्र आउ 3 मास मात्र मुझे 3 मास इलेक्शन डिक्लेयर करी कि आज शपथ नौ आज भी इलेक्शन आपण सामने डिक्लेयर कर जानुरी 1 तारिख दिन इलेक्शन हम ता पूर्व कागजपत्र छड़ा कविराज स्वाई कौन परिस्थिति व्यवसाय अनुष्ठान छाड़ी ये राजनीति माने राजनीति पशिया चाहे ना एठी एमाने किसी लोक चाहते गोटे राजनीति की एठी सक्रिय करने ये से चलो यहाँ 30 जिलार लोक ये सबू राजनीति लोक रे समस्ते रे समस्त की नहीं आम चलू आम ये जेहेतु हाट होशार बड़ हाट स्वाधिकार हाट ये हाट्रे समस्ते बंचा पैकी दाना बांधि तेणु समस्ते बंचा पैकी अनुरोध करूँ आपको खाली अनुरोध करूँ आप टुलाबू नहीं पचारतु आर कौन सत्यता अच्छी आपड़ आसिक आम साथी आसतु हाट भितर आम बुलिकी समस्त जिन इनक्वारी कर संघ सह लोक मान साथ आलोचना कर जदि अच्छी सी देखा जदि प्रमाण अच्छा मुझे सन्यासी नहीं जी सी कौन करेंगे आप मध्यम कहतु ना मु कोर्ट को जी मो स्त्री जब कल कोर्ट को जीव मो फैमिली जब कोर्ट को जी से आपण मैंने कहे आम साथ आलोचना नक कोर्ट को गले तेणु आपण को मीडिया माध्यम कहूँ मोर कौन प्रमाण अच्छी से देखा तापस दल ओझा राजनीति हूँ मो बालीजात्रा को विभ्राट करने हाट विषय जिन को विशृंखला कर बांकुआल हूँ बांकुआल गाँव स्वाभिमान नष्ट करने ये चक्रांत चल से नि कमिटी एठी नि जाइनि कमिटी तेणु से ये विशृंखला करने चाहूँ हाँ देखो ये पोस्टर मराई आपण मान जो मैंने नुआ कमिटी से पोस्ट मराई पर पदक्षेप तो व्यवसायी मैंने ने मुझे कहीं से ने मु 11 मास 12 मास पे आसती तो 8 मास पास कलानी आ 3 मास मुझे कहीं नेबी मुझे रिजाइन देदेवी मुझे निश्चय जदि आपण ना जदि आपण मान मध्यम से किसी नदे पारती प्रमाण नदे पारती आपण मैंने जहाँ सजेसन देवे मुझे मुझे डायरेक्ट कहीं नहीं काली सका तार कौन असुविधा हम सी कह कविता कदेला
ଆପଣ ତ ଜାଣିଛନ୍ତି 21ଟା କେସ୍ ତାର ଜମାରୁ ମୁଁ ଆଉ ଆଗକୁ ଯାଉନି 15 ଦିନ ଭିତରେ ସେ ବାହାରିଛନ୍ତି ବୋଧେ ବ୍ରହ୍ମପୁରରେ ଥିଲେ ଜେଲରେ ମୁଁ ଆଉ ଆଗକୁ ଯାଉନି ତାଙ୍କର କ'ଣ ଇଏ ନାଇଁ ସିଏ ତ ଆପଣ ଜାଣିଛନ୍ତି ସେଠି ଯେ କ'ଣ ଗୋଟେ ଦେଇଦେଲେ ସେ ତା ବୋପା ନାଁରେ ବି କହିଦେବ ସିଏ ମୋର ଭାଇ ମୁଁ ମନା କରୁନି ତାକୁ ଯଦି ସିଏ ତାର କ'ଣ ଯଦି ଠିକ୍ ମୁଁ ଥିବି ସିଏ ଆସି ଇନକ୍ୱାରି କରିବ ତାକୁ ଯଦି ତାକୁ ସେ ଭୁଲ ନିଷ୍ପତ୍ତି ଦେଇଦେବେ କ'ଣ ଗୋଟେ ଲୋଭ ଶକ୍ତି ଦେଖାଇ ଦେଇଥିବେ ମୁଁ ତାକୁ ଏତେ ଶୀଘ୍ର କହୁନି ଯେ ସିଏ କାଢ଼ିଦେଲା କାହିଁକି ସିଏ ତାର ଇନକ୍ୱାରି କରୁ ମୁଁ ଆପଣଙ୍କ ମାଧ୍ୟମରେ ତାକୁ ଜଣାଉଛି ସିଏ ଯଦି ଠିକ୍ ମୁଁ ତାର ଲୋକ ନୁହଁ ହାଟର ସେ ସତ୍ୟ କାମ କରିବାକୁ ଚାହୁଁଛି ସେ ଆସି ଇନକ୍ୱାରି କରି ଲୋକଙ୍କ ସାଥିରେ ଆଲୋଚନା କରୁ ଆଉ ସେଇଟା ଆପଣମାନେ ଇନକ୍ୱାରି କରି ଦେଖିବେ BMC ଦେଖିବ ସରକାର ଦେଖିବ ମୋ ନାଁରେ ଯଦି ମିଥ୍ୟା କିଛି ନଥିବ ଥିବ ତାହେଲେ ସରକାର ଦେଖିବ BMC ଦେଖିବ କାର୍ଯ୍ୟାନୁଷ୍ଠାନ ନିଶ୍ଚୟ କରିବ ବାସ୍ ଆମେ ତ ତାଙ୍କୁ ନେଇ କରିବାକୁ ଚାହୁଁଛୁ ଆଗକୁ ଯେହେତୁ 146 ଲକ୍ଷ ଟଙ୍କା 1 ନମ୍ବର ହାଟକୁ ଆସିଛି କିନ୍ତୁ ଏଇ ଗୋଟିଏ ପ୍ରୋବ୍ଲେମ୍ ରହିଛି ସେ ମାର୍କେଟ କମ୍ପ୍ଲେକ୍ସ ପାଇଁ ସରକାର କହୁଛି ଆମେ ରାଜି ହେଉନୁ ଆମେ ଚାହୁଁଛୁ 10 ଫୁଟରେ 10 ଫୁଟ বা ଅଣ୍ଡରଗ୍ରାଉଣ୍ଡ 10 ଫୁଟ ଆମକୁ ଦିଅ ଆମ ଯେଉଁ ଘରଟା 10 ଫୁଟ ଉପରେ ଆଉ କାହାକୁ ଦୋକାନ କରିବାକୁ ଦିଅନି ଆମର ଲାଇନ୍ ବାଇ ଲାଇନ୍ କର କିନ୍ତୁ ଆମେ 100 ଘର ଭାଙ୍ଗିବୁ 100 ଘର କରିସାରିଲା ପରେ ଆଉ 100 ଘର ନହେଲେ 103 ଘର ଭଳିଆ ଆମେ ଉଚ୍ଛେଦ ହେବୁନି ଦୋକାନୀ କିଏ କୁଆଡ଼େ 30ଟା ଜିଲ୍ଲାର ଲୋକ କୁଆଡ଼େ ପଳେଇବେ ଏଣୁ ଆମେ 100 ଘର ମେୟର କହିଛନ୍ତି ବିରୋଧୀ ଦଳ ବି କହିଛନ୍ତି ଆଉ ଆମର ପିପିଲି MLA ଯେଉଁ MLA ଙ୍କର ବହୁତ ଲୋକ ଏ ହାଟରେ ପରିଚାଳନା ହୁଅନ୍ତି ସିଏ ବି ଯେହେତୁ ପିପିଲିର ଯିଏ MLA ରହନ୍ତି ସିଏ ପରିବା ବ୍ୟବସାୟୀଙ୍କର ଯାହା ଅନୁଷ୍ଠାନ ହୁଅନ୍ତି ଆସନ୍ତି ତେଣୁ ଆଗରୁ ମହାରଥୀ ଆସୁଥିଲେ ଏବେ ବି ଆମର ଭୁବନେଶ୍ୱର ପଟ୍ଟନାୟକ ଆସୁଛନ୍ତି ଯେହେତୁ ସେ ବ୍ୟବସାୟୀମାନେ ବି ଏଠି ଅଛନ୍ତି କାହାର ଯଦି ପ୍ରକୃତ ଅସୁବିଧା ଅଛନ୍ତି ଆପଣ ମିଡ଼ିଆ ତରଫରୁ ମୁଁ ଅନୁରୋଧ କରୁଛି 1 ନମ୍ବରର ସମସ୍ତ ଦୋକାନୀକି ଯାଇକି ପଚାରନ୍ତୁ ଆଉ ଆପଣ ସବୁବେଳେ ମନେ ରଖିବେ ଗୋଟେ ସଂଘ ରହିଲେ ବିରୋଧୀ ଦଳ ତାର ରହିବ ରାଜନୈତିକ ଦଳ ରହିଲେ ସରକାରରେ ରହିଲେ ଗୋଟେ ବିରୋଧୀ ଦଳ ରହିବ କିନ୍ତୁ 20% ଲୋକ କହିଦେଲେ ତାହା କାର୍ଯ୍ୟକାରୀ ନୁହେଁ ଯେଉଁଠି 70% ଲୋକ କହିବେ ସେଇଟା କାର୍ଯ୍ୟକାରୀ କରାଯିବ ଆଉ ଯିଏ 20% ସିଏ ଆସିକି ଅନ୍ୟମାନଙ୍କ ସାମ୍ନାରେ ସାମ୍ନାତ୍ୟ ହେଇକି କଥା କୁହନ୍ତୁ ପଛରେ ନ କୁହନ୍ତୁ ମୁଁ କରିନାହିଁ ସେ କଥା ବ୍ୟବସାୟୀଙ୍କୁ ପଚାରିବେ ସେମାନେ ବ୍ୟବସାୟୀଙ୍କୁ ପଚାରନ୍ତୁ ସେମାନେ କହିଲେ ଜଣେ ଯାହାର ରାତି ଅଧରେ ଫୋନ୍ କଲେ ଯଦି ଠିଆ ହେଇପାରିବ ସେ ଲୋକକୁ ସଭାପତି କରାଯାଏ ଆଉ ଜଣେ ଘରେ ଶୋଇଥିବ ସନ୍ଧ୍ୟା 7ଟା ବେଳକୁ ମଦ ପିଇ ଦେଇକି ଦୋକାନକୁ ଯାଇ ଘରେ ଶୋଇବ ଫୋନ୍ ଉଠେଇବନି ତାଙ୍କୁ କ'ଣ ସଭାପତି କରାଯିବ ତେଣୁ ମୁଁ କରିନାହିଁ ନାଇଁ ମୁଁ ଏତେ ଶୀଘ୍ର ନାହିଁ ମୁଁ ଆଇନରେ ଆସିବ ଆପଣମାନେ କହିଲେ ମୁଁ ଆଇନ ଆସିନି ସତ୍ୟ ପ୍ରମାଣ ନ ହୁଏ ଆପଣମାନେ କହିବେ ଆଇନକି ଆସିଲେ ନିଅନ୍ତୁ ମୁଁ ନିଶ୍ଚିନ୍ତ ଆଇନରେ ଆସିବନି ଯୋଉଟା BMC କରୁଛି ତାର କମ୍ପ୍ଲିଟ୍ ସରିବା ପରେ ହେଲାଣି ଆମେ ଯେଉଁଟା କରିଛୁ ସେଇଟା ଅଲରେଡ଼ି ମହିଳା ପରିସ୍କାର କମ୍ପ୍ଲିଟ୍ ଚାଲିଛି GNC ଚାଲିଛି ଆଉ ଏ ଯେଉଁ 10 ଜଣ ବ୍ୟବସାୟୀ ସେମାନେ ବି ଏଇଠି ଉପସ୍ଥିତ ଅଛନ୍ତି ତାଙ୍କୁ ପଚରାଯାଉ ତାଙ୍କଠୁ ଯଦି ସିଙ୍ଗିଲି କିନ୍ତୁ ଦେବେ ସିଏ ଦେବେନି ମାନେ କାହିଁକି କାମ ହେଲା ଦେବେନି କ'ଣ ପାଇଁ ସେଠିକି ଦେବେ କାମ ପାଇଁ ଦେବେ ଠାକୁରଙ୍କର ଅନୁଷ୍ଠାନ କିଛି ଚାଲିଛି ସଂଘ ଚାଲିବ କେଉଁଠି ସଂଘ ତ ମାଗି ଯାଉଛି ଚାଲେ ନା ସଂଘର ତ ପଇସା ଆଦାୟ ହୁଏ ନା ତେଣୁ ଆମ ବାଇଲ କହୁଛି ମେମ୍ବର ଫିସ୍ 50 ଟଙ୍କା ହେଉ 100 ଟଙ୍କା ହେଉ ଦୋକାନୀ ଦେବାକୁ ବାଧ୍ୟ କାରଣ ସଂଘ ନହେଲେ ପରିଚାଳନା ହୋଇପାରିବନି ପୂଜା ହୋଇପାରିବନି ଯାତ୍ରା ହୋଇପାରିବନି ଗଣମାଧ୍ୟମ ସାଥିରେ ଆପଣ ଆଲୋଚନା କରିପାରିବେନି କେଉଁଠି ନାହିଁ ଆଜ୍ଞା ଆପଣଙ୍କ ସଂଘରେ କ'ଣ ନାହିଁ ବିରୋଧୀ ଦଳ ନା ଆପଣ ସଂଘରେ କଲେକ୍ସନ୍ ହେଉନି ତାହେଲେ ଆପଣ ଭୋଜିଭାତ କେମିତି କରୁଛନ୍ତି ସବୁଠି ବିରୋଧୀ ଦଳ ଅଛନ୍ତି କିନ୍ତୁ ଦଳ ବିରୋଧୀର କିନ୍ତୁ ଆମର ବି ଥିଲା ଗୟାଧର ସ୍ୱାଇଁର ମୋର ବି ଥିଲା ଆଜ୍ଞା ସେ ଯେଉଁ କହୁଛନ୍ତି ଗୟାଧର ସ୍ୱାଇଁର ମୋର ବିରୋଧୀ ଥିଲା କିନ୍ତୁ ହାଟ 2 ଫାଙ୍କେ ବୋଲି କେବେ ବିରୋଧକୁ ଆଇନି ହାଟ ଏକ କିନ୍ତୁ ତୁମେ ଏ କାମ କରିପାରୁନା ତୁମେ ନ କରିପାରିବ ଆମେ କାମ କରିବୁ ଇଏ କଥା ଥିଲା ଆଜିକି 46 ବର୍ଷ ହେଲା 76 ମସିହାରେ ସଂଘ ହେଇଛି ଏପର୍ଯ୍ୟନ୍ତ ଜଣେ ବିରୋଧ କେହି କହୁନଥିଲେ ନାଇଁ କାହିଁକି ତାଙ୍କ କଥାରେ ମୁଁ ତ ଜଣଙ୍କ ଦାନାବାଡ଼ି ମାରିଦେବି ଆଜ୍ଞା ମୋତେ କୁହନ୍ତୁ ହଁ କିଛି ନାହିଁ ଆମର କ'ଣ ଆମର କିଛି ନାହିଁ ମୁଁ କ'ଣ ତାଙ୍କ ନାଁରେ କେଉଁଠି ଆଜି କହିଲେଣି କି ସେମାନଙ୍କୁ 3 ଫୁଟ ଜାଗା ଭାଙ୍ଗିବାକୁ ସେକ୍ରେଟାରୀ ଦେଇଛନ୍ତି ସିଏ ଭାଙ୍ଗିଲେନି ସଂଘ ବିରୁଦ୍ଧରେ ଗଲେ ଓଲଟି ତାଙ୍କୁ କହିଲେ 10 ଜଣ ଲୋକଙ୍କୁ ସେଠୁ ବହିଷ୍କାର କରିଦିଆଯାଉ ତାଙ୍କ କଥାରେ କ'ଣ ମୁଁ ବହିଷ୍କାର କରିଦେବି ତେଣୁ ମୁଁ କାହାକୁ ଦାନା ପାଣି ଦେଇନି ମୁଁ ଦାନା ପାଣି ନେଇପାରିବିନି ହାଟରେ ସମସ୍ତେ ଦୋକାନ କରିଛନ୍ତି ସେଇଟା ହେଉଛି BMCର ସରକାରର ମୋର କି ଅଧିକାର ଅଛି ମୁଁ କାହା ଦାନା ପାଣି ନେବାକୁ ସିଏ ତାଙ୍କ 3 ଫୁଟ ଜାଗା ଭାଙ୍ଗି ଦିଅନ୍ତୁ ଆମେ ସମସ୍ତଙ୍କୁ ନେଇ ଚାଲିବୁ ମୁଁ 30ଟା ଜିଲ୍ଲା ଲୋକ ନେଇ ଚାଲିବି ମୋର ଦଳଗତ ମତି ସେଥିରେ ଜାତି ଧର୍ମ ମତି ସେଥିରେ ମୁଁ ସମସ୍ତଙ୍କର ମୁଁ ଜଣେ ଭାରତୀୟ ଓଡ଼ିଶା ଲୋକ ତେଣୁ ମୁଁ ସମସ୍ତଙ୍କୁ ନେଇ ଚଳିବି ଆଉ ମୁଁ ଆଜି ସଂକଳ୍ପବଦ୍ଧ କହୁଛି
ଜାନୁଆରୀ 1 ତାରିଖ ଦିନ ମୁଁ ଇଲେକ୍ସନ୍ କରୁଛି, ମୋର ବର୍ଷ ଯେଉଁଦିନ ପୂରଣ ହେବ। କିନ୍ତୁ ଯଦି ବି ମୋ ବ୍ୟବସାୟ ସଂଘ ଚାହିଁବ ଆପଣମାନେ ନିର୍ଦ୍ଦିଷ୍ଟ ସମୟ ଦେବେ, ତାହେଲେ ଆର ମାସରେ ଇଲେକ୍ସନ୍ ବି କରିଦେବି। କାରଣ ମୋର ଯେହେତୁ 5 ତାରିଖରେ ରହୁଛି ବାଲିଯାତ୍ରା, 5ରୁ 12 ମୁଁ ସେଥିରେ ସମୟ ଦେବି। ଏଣୁ ମୁଁ ଜାନୁଆରୀ 1 ତାରିଖ ସୁଦ୍ଧା ଇଲେକ୍ସନ୍ କରିବି, ତା ପୂର୍ବରୁ ଡିକ୍ଲେୟାର କରିଦେବି। ମାନେ ଆପଣ ନିଷ୍ପତ୍ତି ସମସ୍ତେ ନେଇ ଚାଲିବେ, ଯିଏ ରାଜି ନହେଲା ସେ ସଂଘ ରହିବ। ସେ କେମିତି ରହିବ ଆଜ୍ଞା? ଯିଏ ରାଜି ନ ହେବ କେମିତି ସଂଘ ରହିବ?